ସାଇକୋଲୋଜି କହିଥାଏ କୌଣସି ସୁନ୍ଦରୀ ବିଧବା ମହିଳା ସହିତ ମନ ଭରି ଏନ୍ଜୟ କରିବାକୁ ଚାହୁଁଥିଲେ ତାଙ୍କୁ ଏହି ଗୋଟିଏ ଜିନିଷ କିଣିକି ଦିଅନ୍ତୁ, ତାହା ହେଉଛି ହେୟାର ରିମୁଭାଲ। ତାପରେ ତାଙ୍କର ଏହି ଗୋଟିଏ ଇସାରାରୁ ବୁଝିଯିବେ ଯେ ତୁରନ୍ତ ଗାଣ୍ଡି ଖୋଲି ଦେବେ ଗେହିବା ପାଇଁ। ସାଇକୋଲୋଜି କହିଥାଏ କୌଣସି ମହିଳା ତୁମଠୁ ପ୍ରେମ ଚାହୁଁଛି କି ଦେହ, ତାହାର ଏହି ଦୁଇଟି ଅଭ୍ୟାସରୁ ସଫା ଜଣା ପଡ଼ିଥାଏ। ତାହା ହେଉଛି ପ୍ରଥମତଃ ସେ ତୁମର ବ୍ୟକ୍ତିଗତ କଥା କାହାକୁ ସେୟାର କରିବେ ନାହିଁ ଓ ଦ୍ୱିତୀୟରେ ତୁମକୁ ନିଜର ପରିବାର ସହିତ ପରିଚୟ କରାଇବା ପାଇଁ ଚେଷ୍ଟା କରିବେ। ସାଇକୋଲୋଜି କହିଥାଏ ଯେଉଁ ମହିଳାମାନେ ମସଲାଯୁକ୍ତ ଖାଦ୍ୟ ଅଧିକ ପସନ୍ଦ କରିଥାନ୍ତି ତେବେ ସେହି ମହିଳାମାନେ ସେକ୍ସରେ ସବୁଠାରୁ ଅଧିକ ରୁଚି ରଖିଥାନ୍ତି। ସାଇକୋଲୋଜି କହିଥାଏ ଯେଉଁ ପୁରୁଷ ଅଧିକ ଫଳ ପନିପରିବା ଖାଇଥାନ୍ତି ତେବେ ତାଙ୍କ ଝାଳର ଗନ୍ଧ ମହିଳାମାନଙ୍କୁ ଶାରୀରିକ ସମ୍ପର୍କ ବନାଇବା ସମୟରେ ଅଧିକ ଆକର୍ଷିତ କରିଥାଏ। ସାଇକୋଲୋଜି କହିଥାଏ ମହିଳାମାନଙ୍କ ପାଇଁ ଲିଙ୍ଗର ସାଇଜ୍ ଠାରୁ ବି ଅଧିକ ଏହା ଜରୁରୀ ହୋଇଥାଏ କି ପୁରୁଷ ତାଙ୍କୁ କେତେ ଭଲ ପାଉଛନ୍ତି। ସାଇକୋଲୋଜି କହିଥାଏ ମହିଳାମାନେ ହୁଏତ ଭୁଲିବାର ନାଟକ କରିପାରନ୍ତି କିନ୍ତୁ ଧୋକାକୁ କେବେ ବି କ୍ଷମା କରନ୍ତି ନାହିଁ। ସାଇକୋଲୋଜି କହିଥାଏ ଜୀବନରେ ପସ୍ତେଇବା ଛାଡ଼ି ଦିଅନ୍ତୁ, କିଛି ଏମିତି କାମ କରନ୍ତୁ କି ଆପଣଙ୍କୁ ଛାଡ଼ି ଦେଇଥିବା ଲୋକଟି ଦିନେ ନା ଦିନେ ନିଶ୍ଚୟ ପସ୍ତେଇବ। ସାଇକୋଲୋଜି କହିଥାଏ ଆଜିକାଲିର ସମ୍ପର୍କ ବ୍ଲୁଟୁଥ୍ ଭଳି ହୋଇଗଲାଣି, ପାଖରେ ଥିଲେ କନେକ୍ଟେଡ୍, ଯଦି ଟିକିଏ ଦୂରକୁ ଚାଲିଯିବେ ତେବେ ସର୍ଚ୍ଚିଂ ଫର୍ ନ୍ୟୁ ଡିଭାଇସ୍। ସାଇକୋଲୋଜି କହିଥାଏ ଯଦି ଆପଣ ଜୋର ଚାଲିବାକୁ ଚାହୁଁଛନ୍ତି ତେବେ ଏକୁଟିଆ ଚାଲନ୍ତୁ, କିନ୍ତୁ ଯଦି ଆପଣ ଦୂର ପର୍ଯ୍ୟନ୍ତ ଚାଲିବାକୁ ଚାହୁଁଛନ୍ତି ତେବେ ସାଥିରେ ଚାଲନ୍ତୁ।